ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ମୋର ଏହି ଚ୍ୟାନେଲରେ ସ୍ୱାଗତ କରୁଛି। ତେବେ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ଏହି ସୁନ୍ଦର ଭିଡ଼ିଓଟି। ନମ୍ବର 1, ଘରେ ଅଧିକ ଦିନର ପୁରୁଣା ଜୋତା ଚପଲ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଅଶୁଭତ୍ୱ ବୃଦ୍ଧି ହୋଇଥାଏ ଏବଂ ଜୋତା ଚପଲ ଏଇଠି ସେଇଠି ପକାଇବା ଦ୍ୱାରା ଶନିଙ୍କର ଖରାପ ପ୍ରଭାବ ପଡ଼ିଥାଏ, ଯାହା ଦ୍ୱାରା କି ଘରେ କଳହ ବୃଦ୍ଧି ହେବାକୁ ଲାଗିଥାଏ। ତେଣୁ ଜୋତା ଚପଲ ବାହାରେ ଏଇଠି ସେଇଠି ପକାନ୍ତୁ ନାହିଁ। ନମ୍ବର 2, ଆପଣମାନେ ଯଦି ଶୋଇବା ଖଟ ଉପରେ ଖାଉଛନ୍ତି ତାହେଲେ ତୁରନ୍ତ ଦୂରେଇ ଯାଆନ୍ତୁ ଆଉ ସେ ଶୋଇବା ଖଟ ଉପରେ ଖାଆନ୍ତୁ ନାହିଁ, କାରଣ ଏହା ଦ୍ୱାରା ଘରେ ବହୁତ ସୁଖ ଶାନ୍ତି ଭଙ୍ଗ ହେବା ସହିତ କରଜ ଭାର ବୃଦ୍ଧି ହୋଇଥାଏ। ଏହିପରି ବଦ ଅଭ୍ୟାସକୁ ଦୂରେଇ ରଖନ୍ତୁ। ନମ୍ବର 3, ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ତୁମେ କାହାକୁ ଦୁଃଖ ଦେଇ ମୋ ପାଖରୁ ସୁଖ ଆଶା ରଖ ନାହିଁ। ଆଉ ଯଦି କାହାକୁ ମୁହୂର୍ତ୍ତ ପାଇଁ ଟିଏ ସୁଖ ଦେଇଛ ନା, ତେବେ ତୁମେ ଦୁଃଖର ଚିନ୍ତା କରିବା ଦରକାର ନାହିଁ। ନମ୍ବର 4, ଯେଉଁ ସ୍ତ୍ରୀ ନିଇତି ସ୍ୱାମୀଙ୍କର ଚରଣ ଛୁଇଁଥାନ୍ତି ଏବଂ ସ୍ୱାମୀଙ୍କର ଶୋଇବା ପୂର୍ବରୁ ଗୋଡ଼ ଦବେଇଥାନ୍ତି, ସେହି ସ୍ତ୍ରୀ ବହୁତ ଭାଗ୍ୟଶାଳୀ ସ୍ତ୍ରୀ ଅଟନ୍ତି। ନମ୍ବର 5, ମନେ ରଖନ୍ତୁ, ରାତିରେ ଶୋଇବା ସମୟରେ 2ଟି କର୍ପୂର ଖଣ୍ଡକୁ ଘିଅରେ ବୁଡ଼ାଇ ଜାଳିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ, ତା ସହ ଋଣ କରଜରୁ ମଧ୍ୟ ମୁକ୍ତି ମିଳିଥାଏ। ନମ୍ବର 6, ପ୍ରତ୍ୟେକ ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନଙ୍କୁ ତୈଳ ଏବଂ ସିନ୍ଦୁର ଅର୍ପଣ କରିବା ଦ୍ୱାରା, ହନୁମାନ ଚାଳିଶା ପାଠ କରିବା ଦ୍ୱାରା ନିଶ୍ଚିତ ରୂପେ କରଜରୁ ଶୀଘ୍ର ମୁକ୍ତି ମିଳିଥାଏ। ନମ୍ବର 7, 5ଟି ଲାଲ ଗୋଲାପ ଫୁଲକୁ ଆଣି ଗାୟତ୍ରୀ ମନ୍ତ୍ର 21 ଥର ପଢ଼ି ତାକୁ ଧଳା କପଡ଼ାରେ ବାନ୍ଧି ନଦୀରେ ପ୍ରବାହିତ କଲେ ସମସ୍ତ କରଜରୁ ଶୀଘ୍ର ମୁକ୍ତି ମିଳିଥାଏ। ନମ୍ବର 8, ଗୋଟିଏ ଘରେ 1ରୁ ଅଧିକ ସ୍ଥାନରେ ଠାକୁର ଘର କରିବା ଉଚିତ ନୁହେଁ। ଏହା ଦ୍ୱାରା ଅମଙ୍ଗଳକାରୀ ହେବା ସହିତ ପରିବାର ଲୋକଙ୍କର ମାନସିକ, ଶାରୀରିକ ଏବଂ ଆର୍ଥିକ ସମସ୍ୟା ଦେଖାଦେଇଥାଏ। ନମ୍ବର 9, ସ୍ୱାମୀ ସ୍ତ୍ରୀ ଶୋଇବା ଘରେ ପ୍ରଜାପତି ମାନଙ୍କର ଫଟୋ ଲଗାଇବା ଦ୍ୱାରା ଶୁଭ ହୋଇଥାଏ ଏବଂ ସମ୍ପର୍କରେ ଘନିଷ୍ଠତା ଆସିବା ସହିତ ମଧୁର ସମ୍ପର୍କ ସ୍ଥାପନ ହୋଇଥାଏ। ନମ୍ବର 10, ତକିଆ ତଳେ କିଛି ପାନ ମଧୁରୀ ରଖି ଶୋଇବା ଦ୍ୱାରା ରାହୁ ଦୋଷ ଦୂର ହୋଇଥାଏ ଏବଂ ମାନସିକ ସମସ୍ୟା ଦୂର ହେବା ସହିତ ଖରାପ ସ୍ୱପ୍ନ ଆସିନଥାଏ। ନମ୍ବର 11, କିଛି ରସୁଣ ପାଖୁଡା ତକିଆ ତଳେ ରଖି ଶୋଇବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ ଭଲ ନିଦ ଆସିବା ସହିତ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ନମ୍ବର 12, ଘରକୁ ମା ଲକ୍ଷ୍ମୀ ଆଗମନ ପାଇଁ ଘରର ଦୁଆର ମୁହଁରେ ସବୁବେଳେ ସଫା ରଖିବା ଉଚିତ ଅଟେ ଏବଂ ତାହା ସହ ସକାଳେ ଏବଂ ସନ୍ଧ୍ୟାରେ କର୍ପୂର ଆଳତି କରିବା ଉଚିତ ଅଟେ। ନମ୍ବର 13, ଅଷ୍ଟମୀ ଦିନ ସନ୍ଧ୍ୟା ସମୟରେ ଘରର ଐଶାନ୍ୟ କୋଣରେ ଯଦି ଆପଣମାନେ ଘିଅ ଦୀପରେ କେଶରେ ପକାଇ ଜାଳିବା ଦ୍ୱାରା ଧନ ପ୍ରାପ୍ତିର ଯୋଗ ସୃଷ୍ଟି ହୋଇଥାଏ। ନମ୍ବର 14, ଶୁକ୍ରବାର ଦିନ ଗୋଟିଏ ପଦ୍ମ ଫୁଲକୁ ଆଣି ଘରେ ପଇସା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ, ନିଶ୍ଚିତ ରୂପେ ଆର୍ଥିକ ସ୍ଥିତିରେ ସୁଧାର ଆଣିଥାଏ।